जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आस्ट्रो सेशन करवा आस्ट्रो सेशन क्रम आमे सर्वप्रथम नक्षत्र सीरीज करते तो नक्षत्र सीरीज क्रम आमे ऑलरेडी पुष्या नक्षत्र पर्यंत पढ़े आज आम अश्लेष नक्षत्र पढ़ा अश्लेष नक्षत्र आम नक्षत्र सीरीज ये बनाऊे जे वैदिक जुगे जिते किसी आडभान्सड प्रेडिक्शन टेक्निक किसी नथिला व्यवस्था से नक्षत्र को बेस कर ही सबुतिक फलादेश प्रेडिक्शन कर बहुत ही आकुरेट आसूला कारण जेकोसी ग्रह आपणकर जेकोसी भाव बसी से भावर कौन गोटे नक्षत्र बसी था एवं जदि नक्षत्रटी जदि भाव बसी ग्रहटी आपणकर बाइक हुए माने गाड़ी हुए ताले से गाड़ी जो तेल बा जो फुएल पड़ो सेटा हूँ तार नक्षत्र से नक्षत्र उपर बेसी नक्षत्र स्पेसिफिकेशन गुड़ाक विषय बेसी भल से डिटेली आम पढ़ुचे कि यही स्पेसिफिकेशन गुड़ाक जानवा द्वारा जिते जार जेकोसी नक्षत्र होता है यहाँ भी रिमेडी भाया काम कर जार जो भाव नक्षत्र होता है से भाव में ताको आमे फलादेश करें सेटा आम जो नक्षत्र रिसर्चर टपिक पढ़ेबी से मु जनईबी किंतु सर्वप्रथम कथा है कि आम नक्षत्र स्पेसिफिकेशन छोट छोट वीडियो गुड़ा भल से मन दे पढ़ा सबू नक्षत्र सबू स्पेसिफिकेशन समस्त मन रखा डिफिकल्ट रही आटलिस्ट जार निजस्व निजर नक्षत्र अच्छी से तो मन रखिपर तेणु चलतु आम अश्लेष नक्षत्र विषय आज पढ़ा अश्लेष नक्षत्र को पढ़िया पूर्व मु गोटे कथा कही रखे ये जो नक्षत्र सीरीज आम पढ़ुचु नक्षत्र सीरीज आम करुचु यहाँ ये करुचु कि समस्त आटलिस्ट गोटे जिनटा को ये बुझंतु जे कहीं तार स्पेसिफिकेशन कौन अच्छी स्पेसिफिकेशन कौन ये स्पेसिफिकेशन द्वारा माने कौन कौन आम युवा जानिकी करवा ସେଇଟା ଭାବନ୍ତୁନି ବର୍ତ୍ତମାନ ସେଇଟା ଯେତେବେଳେ ଆମେ ରିମେଡି ପଢିବା ଏଇ ରିମେଡି ଗୁଡାକ ଉପରେ ବହୁତ ତବଜୁ ରହିବ ଏଇ ନକ୍ଷତ୍ର ବେଷ୍ଟ ରିମେଡି ଚାଲନ୍ତୁ ଆମେ ଅଶ୍ଲେଷ ନକ୍ଷତ୍ର ଆରମ୍ଭ କରିବା ଅଶ୍ଲେଷ ନକ୍ଷତ୍ର କୁ ଏଇଟା ହଉଛି 9th ନମ୍ବର ନକ୍ଷତ୍ର ନକ୍ଷତ୍ରର ଦେବତା ହଉଛନ୍ତି ସର୍ପ ବା ନାଗ ନାଗ ମାନେ ହଉଛନ୍ତି ଏହାର ଦେବତା ଏବଂ ଏ ନକ୍ଷତ୍ରକୁ ରୁଲ କରନ୍ତି ପ୍ଲାନେଟ ବୁଧ ଆଉ ଏ ନକ୍ଷତ୍ରର ସିମ୍ବଲ ଯଦି ଆପଣ ମାନେ ଦେଖିବେ ତାହେଲେ ସାପ କୁଣ୍ଡଳୀକୃତ ସାପ ଇଂଲିଶ ରେ କହିଲେ କଏଲ୍ଡ ସରପେଣ୍ଟ ହଉଛି ଏଇ ନକ୍ଷତ୍ରର କଣ ସେଟା କହନ୍ତି ମାନେ ଚିହ୍ନ ଏବଂ ଧର୍ମ ଅର୍ଥ କାମ ମୁଖ୍ୟ ଯୋଉ ଚତୁର୍ବର୍ଗ ପୁରୁଷାର୍ଥ ଅଛି ଏଇ ଚତୁର୍ବର୍ଗ ପୁରୁଷାର୍ଥରୁ ଧର୍ମ ପୁରୁଷାର୍ଥ ଅଣ୍ଡରରେ ଏଇ ଅଶ୍ଲେଷ ନକ୍ଷତ୍ର ଯାଏ ଏବଂ ଇଏ ହଉଛି ରାକ୍ଷାସ ଗଣ ଯୋଉ ମାନବ ଗଣ ଦେବ ଗଣ ରାକ୍ଷାସ ଗଣ ତିନି ପ୍ରକାର ଗଣ ଅଛି ଏ ରାକ୍ଷାସ ଗଣ ଅଣ୍ଡରରେ ଯାଏ ଏଇ ନକ୍ଷତ୍ରକୁ ତୀକ୍ଷ୍ଣ ନକ୍ଷତ୍ର ମଧ୍ୟ କୁହାଯାଏ ଆକୁ ଗଣ୍ଡମୂଳ ନକ୍ଷତ୍ର ମଧ୍ୟ କୁହାଯାଏ ଗଣ୍ଡମୂଳ ନକ୍ଷତ୍ର ଗୋଟେ ସେପାରେଟ ସିରିଜ କରିବା ଆଉ ତାର ଶାନ୍ତିକରଣ ବିଷୟରେ ମଧ୍ୟ ସେପାରେଟ ସିରିଜ କରିବା କିନ୍ତୁ ଏଇ ନକ୍ଷତ୍ର ଉପରକୁ ତୀକ୍ଷ୍ଣ ଏବଂ ଗଣ୍ଡମୂଳ ନକ୍ଷତ୍ର ମଧ୍ୟ କୁହାଯାଏ ଏବଂ ୟାର ବର୍ଣ୍ଣ କଣ ନା ମ୍ଲେଚ୍ଛ ଆଉଟକାଷ୍ଟ ମାନେ ଏଇଟା ଶୂଦ୍ର ବର୍ଣ୍ଣ ଏବଂ ଏ ପଞ୍ଚଭୂତରେ ଏଆଇ ନକ୍ଷତ୍ରର କଣ କଣ କୁ ରିପ୍ରେଜେଣ୍ଟ କରେ ନା ୱାଟର ଏଲିମେଣ୍ଟ କୁ ରିପ୍ରେଜେଣ୍ଟ କରେ ଠିକ ଅଛି ଏବଂ ତ୍ରିମୂର୍ତ୍ତି ବ୍ରହ୍ମା ବିଷ୍ଣୁ ମହାଦେବ ଏ ତିନି ଜଣଙ୍କ ଭିତରୁ ଏଇ ନକ୍ଷତ୍ର ଉପରେ ରୁଲ କରନ୍ତି ମହାଦେବ ଲର୍ଡ ଶିବ ଏବଂ ଏଇ ନକ୍ଷତ୍ରକୁ ଯୋଉ ମେଲ କ୍ୟାଟ ମାନେ ବିରାଡି ବିରାଡି ହଉଛି ଏଇ ନକ୍ଷତ୍ରକୁ ରିପ୍ରେଜେଣ୍ଟ କରୁଥିବା ପଶୁ ଏବଂ ପେଚା ସ୍ପଟେଡ ପେଚା ମାନେ ଯୋଉ ଛାପ ଛାପିଆ ପେଚା ହଉଛି ଏଇ ନକ୍ଷତ୍ରକୁ ରିପ୍ରେଜେଣ୍ଟ କରୁଥିବା ପକ୍ଷୀ ଏବଂ ଏଇ ନକ୍ଷତ୍ରକୁ ଯୋଉ ଗଛ ରିପ୍ରେଜେଣ୍ଟ କରେ ତାକୁ କୁହାଯାଏ ନାଗଚମ୍ପା ନାଗଚମ୍ପା ଅଶ୍ଲେଷ ନକ୍ଷତ୍ରକୁ ରିପ୍ରେଜେଣ୍ଟ କରେ ଏବଂ ଯଦି ଏଇ ନକ୍ଷତ୍ରରେ କିଏ ଜନ୍ମ ହେଇଥାଏ ତାହେଲେ ଏଇ ନକ୍ଷତ୍ରର ଜନ୍ମ ହେଇଥିବା ଲୋକମାନଙ୍କର ଆଦ୍ୟ ଅକ୍ଷର ନାଁ ଟା ଆରମ୍ଭ ହବ ଦେ ଦୋ ଦେ ଦି ଦୋ ଏଇଭଳିଆ ଦର ସ୍ପେସିଫିକେସନ ଉପରେ ଅଶ୍ଲେଷ ନକ୍ଷତ୍ର କାମ କରେ ଏବଂ ଏଇ ଦର ସ୍ପେସିଫିକେସନ ରେ ଆଦ୍ୟ ଅକ୍ଷର ନାଁକୁ ନାମକରଣ ଯଦି କୌଣସି ଲୋକ ଅଶ୍ଲେଷ ନକ୍ଷତ୍ରରେ ଜନ୍ମ ହେଇଥାଏ ତାହେଲେ ଦ ଦେ ଦୋ ଦି ଦୋ ଏଇଭଳିଆ ତାର ନାମକରଣ କଲେ ତା ପାଇଁ ଭଲ ରହେ
ଏଇ ଯୋଉ ଆମେ ନକ୍ଷତ୍ରର ସ୍ପେସିଫିକେସନ ଗୁଡା ପଢୁଛେ, ଏଇଟା ଗୋଟେ ଗୋଟେ ବୃହତ ବୃହତ ରିମେଡି। ଏଟା କିଭଳି ଭାବରେ ରିମେଡି ସେଟା ଆମେ ଆଗକୁ ଯାଇ ଜାଣିବା। ଆଗ ଆପଣ ସ୍ପେସିଫିକେସନ ଗୁଡାକ ପଢି ଚାଲନ୍ତୁ। ତେବେ ଆଜିର ସେସନ ଆମେ ଜାଣିଲେ ଅଶ୍ଳେଷ ନକ୍ଷତ୍ର ବିଷୟରେ। ପୁଣି କିଛି ପୁଣି ମଘା ନକ୍ଷତ୍ରର ସ୍ପେସିଫିକେସନ ଆସନ୍ତା କ୍ଲାସରେ ଜାଣିବା। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।